ତାର ଆଇନ ମନ୍ତ୍ରୀ ଯେତେବେଳେ ପୁରୀ ମହାପ୍ରଭୁଙ୍କର ଦର୍ଶନ କରିବା ପାଇଁ ଯାଇଥିଲେ ସେତେବେଳେ ଲାଇନରେ ଛିଡ଼ା ହେଇଥିବା ଭକ୍ତବନ୍ଧୁ ଏବଂ ଦର୍ଶକମାନେ ଚୋର ଚୋର କହି ତାଙ୍କୁ ସମ୍ବୋଧନ କରିଥିଲେ। ଏହା ରାଜ୍ୟ ସରକାରଙ୍କ ପାଇଁ ଏକ ଅପମାନର କଥା। ରାଜ୍ୟ ସରକାର ଯେତେବେଳେ ସରକାରକୁ ଆସିନଥିଲେ ସେତେବେଳେ ସେ ଗୋଟିଏ ପ୍ରତିଶ୍ରୁତି ଦେଇଥିଲେ ଯେ ରତ୍ନ ଭଣ୍ଡାରର ଚାବି କୁଆଡ଼େ ଯାଇଛି, ରତ୍ନ ଭଣ୍ଡାରରେ କେତେ ପରିମାଣର ସୁନା ଅଳଙ୍କାର ରହିଛି ତାହାର ସଠିକ୍ ଗଣନା କରାଯିବ ଏବଂ ଲୋକଲୋଚନକୁ ଅଣାଯିବ। ଦ୍ୱିତୀୟ କଥାଟି ବଳଦେବ ଜୀଉ ପଡ଼ିଯିବା ଏବଂ ତତ୍କାଳୀନ ରାଜ୍ୟପାଳଙ୍କର ପୁଅ ଜଣେ କାର୍ଯ୍ୟରତ ପୋଲିସ ଅଫିସରଙ୍କୁ ଆକ୍ରମଣ ପରେ ତଦନ୍ତ ପରିସର ଅଛି କହି ଲୋକମାନଙ୍କୁ ଠକିଥିବାରୁ ପୃଥ୍ୱୀରାଜ ହରିଚନ୍ଦନକୁ ଭଦ୍ର ଅପମାନ ଦେଇଛନ୍ତି ଦର୍ଶକ ବନ୍ଧୁ ଏବଂ ଭକ୍ତ ବନ୍ଧୁମାନେ। ବାସ୍ତବରେ ପୃଥ୍ୱୀରାଜ ହରିଚନ୍ଦନ ଆଇନ ମନ୍ତ୍ରୀ ହେବା ପରେ କେଉଁଠି ନା କେଉଁଠି ରାଜ୍ୟ ସରକାରକୁ ସମର୍ଥନ କରି କିଭଳି ଭାବରେ ଲୋକମାନଙ୍କୁ ହନ୍ତସନ୍ତ କରୁଛନ୍ତି ତାହାର ଅନେକ ଚିତ୍ର ଆପଣମାନେ ଦେଖିଛନ୍ତି। ସେ ଗଞ୍ଜାମର ମଦ ମୃତ୍ୟୁ ଘଟଣା କଥା ହେଉ କିମ୍ବା ଦୁର୍ଘଟଣାରେ ମରିଯାଉଥିବା ପରିବାରର କଥା ହେଉ କିମ୍ବା କେଉଁଠି ନା କେଉଁଠି ଯେତେବେଳେ ଅନ୍ୟ କେଉଁଠି ନା କେଉଁଠି ଯେତେବେଳେ ଓଡ଼ିଶା ରାଜ୍ୟରେ ବିଭିନ୍ନ ପ୍ରକାରର ନାରୀ ନିର୍ଯାତନା ଗଣ ବଳାତ୍କାର ହେଉଛି ସେତେବେଳେ ରାଜ୍ୟ ସରକାର ସେତେବେଳେ ଚୁପ୍ କାହିଁକି ରହୁଛନ୍ତି? ଆଇନ ବ୍ୟବସ୍ଥା ଉପରେ ସବୁବେଳେ ପ୍ରଶ୍ନ କରୁଥିବା ଭାରତୀୟ ଜନତା ପାର୍ଟି କିଭଳି ଭାବରେ ଆଜି ନୀରବ ଦ୍ରଷ୍ଟା ପାଲଟିଛି ଏବଂ ଆଇନକୁ କିଭଳି ଭାବରେ ସେ ନିଜ ଦଳର ଲୋକମାନଙ୍କ ପାଇଁ କିମ୍ବା କେଉଁଠି ନା କେଉଁଠି ସେ ଗୁରୁତ୍ୱପୂର୍ଣ୍ଣ ଭାବରେ ଭୁଲ କରୁଛି ଯାହା ଲୋକମାନେ ଭାରତୀୟ ଜନତା ପାର୍ଟିକୁ ଆଉ ଭଲ ପାଉନାହାନ୍ତି, ଯାହା ଫଳରେ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ମଧ୍ୟ କମୁଛି ଏବଂ ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ମନ୍ତ୍ରୀ ତଥା ବିଧାୟକଙ୍କୁ ଯେଭଳି ଭାବରେ ଚୋର ଚୋର କହି ସମ୍ବୋଧନ କରାଗଲା ତାହା ଲଜ୍ଜାଜନକ।